ହଁ ପ୍ରତାପ ମହାନ୍ତି। ହଁ, ଓଡ଼ିଶାର ଜଣେ ସାଧାରଣ ନାଗରିକ। ଦେଖନ୍ତୁ, ଏବେ ବହୁ ବାଦ ବିବାଦ ଚାଲିଛି ପଲ୍ୟୁସନ୍ ସାର୍ଟିଫିକେଟ୍ ଉପରେ। ଗାଡ଼ିର ବିଭିନ୍ନ ଉପରେ ବହୁତ ବାଦ ବିବାଦ ଚାଲିଛି। ଆ ଭିତରେ ମୁଁ ଗୋଟେ କଥା କହିବାକୁ ଚାହୁଁଛି, ଓଡ଼ିଶାର 30ଟା ଜିଲ୍ଲାରେ 30ଟା RTO ଅଫିସ୍ ଅଛି, ଯେଉଁମାନଙ୍କ ଦାୟିତ୍ୱ ହେଲା ଗାଡ଼ି ଘୋଡ଼ା ଉପରେ ନିୟନ୍ତ୍ରଣ କରିବା ଏବଂ ଗାଡ଼ି ଘୋଡ଼ା ବାବଦରେ ସମସ୍ତ ଡକୁମେଣ୍ଟ ଯାଞ୍ଚ କରିବା, ସବୁ ଜିନିଷ କରିବା ପାଇଁ। କିନ୍ତୁ ବଡ଼ ଦୁଃଖର କଥା ହେଉଛି କଟକରୁ କେନ୍ଦ୍ରାପଡ଼ା ଏବଂ 52-53 କିଲୋମିଟର, ଆଉ କେନ୍ଦ୍ରାପଡ଼ାକୁ କୌଣସି ଏକ୍ସପ୍ରେସ୍ ବସ୍ ସର୍ଭିସ୍ ନାହିଁ, ସବୁ ଯାକ ଅର୍ଡ଼ିନାରୀ ବସ୍ ସର୍ଭିସ୍। ଆଉ କେତେ ଟଙ୍କା ନେଉଛନ୍ତି ଟିକେଟ୍ ବାବଦ ଆପଣମାନେ କେବେ ଜାଣିଛନ୍ତି କି? ଯଦି ଭାଇଆ ଚଣ୍ଡିଖୋଲ ଗଲ ତାହେଲେ 90 ଟଙ୍କା, ଯଦି ଭାଇଆ ସାଲେପୁର ଗଲ ତାହେଲେ 80 ଟଙ୍କା। ତ 52 କିଲୋମିଟର ରାସ୍ତାକୁ 80 ଟଙ୍କାରେ ନେଉଛନ୍ତି। ତା ଅର୍ଥ କିଲୋମିଟର ପ୍ରତି ପ୍ରାୟ ଟଙ୍କେ 35-40 ପଇସା ଅର୍ଡ଼ିନାରୀ ବସ୍ ନିଆଯାଉଛି। ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ଯେଉଁ RTO ଅଛନ୍ତି ମହାଶୟ ଖାଲି ଆଇରନ୍ ଟ୍ରକ୍ ଉପରେ ବ୍ୟସ୍ତ। ମୁଁ ଏପର୍ଯ୍ୟନ୍ତ ଶୁଣିପାରିଲି ନାହିଁ RTO କୌଣସି ଗୋଟେ ଗାଡ଼ି ପାସେଞ୍ଜର ଗାଡ଼ି ଚେକ୍ କରୁଛି କି କୌଣସିଟା ବସ୍ ଚେକ୍ କରୁଛି ଯେ ବସ୍ରେ କେତେ ଯାତ୍ରୀ ଯାଉଛନ୍ତି, କେତେ ଟଙ୍କା ଟିକେଟ୍ ନିଆଯାଉଛି, ଯାତ୍ରୀମାନେ କେଉଁ ଅବସ୍ଥାରେ ଯାଉଛନ୍ତି, ଯାତ୍ରୀରେ କ'ଣ ସେଫ୍ଟି ମେଜର୍ସ ଫଲୋ ହେଉଛି କି ନ ହେଉଛି, କିଛି କରିବାର ନାହିଁ। ଯେତେବେଳେ ଦେଖିବ RTO ଅଫିସ୍ ବାଲା ସବୁବେଳେ ସେ ଆଇରନ୍ ଟ୍ରକ୍ ପଛରେ ବ୍ୟସ୍ତ। ରାସ୍ତା ସାରା ଦୁର୍ଘଟଣା। ଗୋଟେ ବସ୍ର କାପାସିଟି ଯଦି 50 ଜଣ ହେଲା, 60 ଜଣ ହେଲା, ତା ଦେହରେ ମିନିମମ୍ 150-100 ଲୋକ ବି ଯାଉଛନ୍ତି, କଟକରୁ କେନ୍ଦ୍ରାପଡ଼ା ଯାଉଛନ୍ତି। ଆଉ ଯେଉଁ କଣ୍ଡକ୍ଟର ମାନେ ଅଛନ୍ତି ସେମାନେ ଶିକ୍ଷାଗତ ଯୋଗ୍ୟତା କ'ଣ, ଟ୍ରେନିଂ କ'ଣ ନେଉଛନ୍ତି, କିଛି କାହା ବୋଧେ ତଥ୍ୟ ନାହିଁ। କୌଣସି ଗୋଟେ ଟିକେଟ୍ରେ ମଧ୍ୟ କେତେ କିଲୋମିଟର ଲେଖା ନାହିଁ, ଆଉ ରେଟ୍ କେତେ ଟଙ୍କା ଲେଖା ନାହିଁ, କିଛି ନାହିଁ। ଗୋଟେ ଏମିତି ଡକ୍ଟର ସାଇନ୍ ଭଳିଆ ଗୋଟେ ଚିପ୍ ଦେଇ ଦେଉଛନ୍ତି। ଆଉ କଟକରୁ କେନ୍ଦ୍ରାପଡ଼ା ଯେଉଁ ଯାତ୍ରୀ ଯାଉଛନ୍ତି ଘରୋଇ ବସ୍ ମାନେ ତାଙ୍କୁ ଲୁଟିକି ସର୍ବସ୍ୱ ଲୁଟି ସାରିଲେଣି। ଆଉ ଯେଉଁ ଲୁଟେରା RTO ରହିଲେ ଆମର ଜିଲ୍ଲାରେ, ସେମାନେ ଏ ବାବଦରେ କୌଣସି ଦିନ ପଦେ ନେଲେ ନାହିଁ କି କୌଣସି ବସ୍ ମଧ୍ୟ ଯାଞ୍ଚ କରୁନାହାନ୍ତି। ବସ୍ କଣ୍ଡକ୍ଟର ତାଙ୍କ ମନରୁ ଯେତିକି ପାଇଲା ସେତିକି ନେଉଛନ୍ତି। ତାହେଲେ RTOକୁ ଆମେ କାହିଁକି ଦରମା ଲକ୍ଷେ 2 ଲକ୍ଷ ଦେଇ ରଖିବା? କ'ଣ ଖାଲି ଆଇରନ୍ ଟ୍ରକ୍ ଠାରୁ ଚାନ୍ଦା ଆଦାୟ କରିବା ପାଇଁ, ନା ଅନ୍ୟ କ'ଣ କାମ କରୁଛନ୍ତି ଜିଲ୍ଲାରେ? ଯେଉଁ ବାବଦରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମହୋଦୟ ଥରେ ବାବଦରେ ଚିନ୍ତା କରିବା କଥା। ଆଉ ହ୍ୱାଟ୍ ଇଜ୍ ଦ ଡ୍ୟୁଟି ଆଣ୍ଡ ରେସ୍ପନ୍ସିବିଲିଟି ଅଫ୍ ଦ RTO ଆଣ୍ଡ ହ୍ୱାଟ୍ ହି ଇଜ୍ ଡୁଇଂ ଦେୟାର। ଖାଲି ଚାନ୍ଦା କଲେକ୍ସନ୍ କରୁଛନ୍ତି, କୋଟି କୋଟି ଟଙ୍କାର ଚାନ୍ଦା ବର୍ଷକୁ କଲେକ୍ସନ୍ କରୁଛନ୍ତି। ଖାଲି ଆଇରନ୍ ଟ୍ରକ୍ ଠାରୁ କୋଡ଼ି ଫାଇନ୍ ପକାଇ ଦିଅ, ଏ ପକାଇ ଦିଅ, ସେ ପକାଇ ଦିଅ। କି ଯେଉଁ ଘରୋଇ ବସ୍ ସବୁ କଟକରୁ କେନ୍ଦ୍ରାପଡ଼ା ଯାଉଛନ୍ତି ସେ ବାବଦରେ ଏମାନଙ୍କର ପଦକ୍ଷେପ ଟୋଟାଲ୍ ଶୂନ୍ୟ।